ଜୟ ଜଗନ୍ନାଥ। ଆଜି ଭଲ କଥା ମନେ ରଖିଲେ ଆଜି ଆଲୋଚନା କରିବା କଳିର ଶେଷ କାର୍ଯ୍ୟରେ କେଉଁ କେଉଁ ଲକ୍ଷଣ ମାନ ଦେଖାଯାଏ। ମହାପୁରୁଷ ମାନେ ଅନେକ ଭବିଷ୍ୟତବାଣୀ କରିଛନ୍ତି। କାହିଁକି ଆମମାନଙ୍କୁ ସଚେତନ ଦେଇ ଯାଇଛନ୍ତି, ସଜାଗ ହୋଇ ରହିବା ପାଇଁ। ମହାପୁରୁଷ ଆମକୁ କ'ଣ କରିଛନ୍ତି? ମାଳିକା ଶାସ୍ତ୍ର ମାଧ୍ୟମରେ ଆମକୁ ଚେତନା ଦେଇଛନ୍ତି। କିଏ ସେ? ନା ପଞ୍ଚସଖା ମାନେ ଯେତେବେଳେ ଆସିଲେ ସେଇ ସମୟରେ ସେ ଆମକୁ କ'ଣ କଲେ? ଚେତନା ଦେଲେ। ତାପରେ ତାଙ୍କ ମତେ ଅନେକ ମହାପୁରୁଷ ମାନଙ୍କର ଏଇ ଉତ୍କଳ ଭୂମିର କ'ଣ ହେଇଛି? ଆବିର୍ଭୂତ ହେଇଛି। ସେମାନେ ସେଇଠି କ'ଣ କରିଛନ୍ତି? ଆମମାନଙ୍କୁ ଦିଗ୍ଦର୍ଶନ ଦେଇଛନ୍ତି। କଳି ସରିବ? ହଁ ସରିବ। କଳିରେ କ'ଣ କ'ଣ ଲକ୍ଷଣ ହବ ତାହିଁ ଲେଖିଛନ୍ତି। ବୁଝି ହଉଛି? କିନ୍ତୁ ମନେ ରଖ ପିଲେ, କଳି ସରିବ କିନ୍ତୁ କେହି ଜାଣିପାରିବେ ନାହିଁ। କ'ଣ ଭାବୁଛନ୍ତି? କହୁଛନ୍ତି ନା କଳି ଥିବ ବାବୁ ହୋଇବ ସତ୍ୟ, କେହି ନ ପାଇବେ ତାର ଅନ୍ତ। କଳିଯୁଗ ଥିବ, ସଂହାର ଲୀଳା ହଉଥିବ, ସତ୍ୟ ପ୍ରବେଶ କରିବ, କିନ୍ତୁ କାହାର ଚେତନା ଫେରିବ ନାହିଁ, କେହି ଜାଣିପାରିବେ ନାହିଁ। ପୁଣି ଜାଣିବେ, କିଏ ଜାଣିବେ? ନା ଯେଉଁମାନେ ଚେତୁଆ ଭକ୍ତ, ପ୍ରଭୁଙ୍କର ନିତ୍ୟ ଭକ୍ତ, ସେମାନେ ଲୁକାୟିତ ହେଇକି ରହିଥିବେ, ସେ ଠିକ୍ ଜାଣିଥିବେ। ଆଉ ଏ କହିବା ବୋଲିଆ ଭକ୍ତ ଯିଏ, ସେ କିଛି ଜାଣିପାରିବେ ନାହିଁ। ଏକଥା ମହାପୁରୁଷ ପଞ୍ଚସଖା ମାନେ ସମସ୍ତେ ଏ କଥା କହିଛନ୍ତି। କଳଙ୍କି ଲୀଳା ହବ ମନେ ରଖିଥା। ଯୋଉ ବର୍ତ୍ତମାନ କଳଙ୍କି ବୋଲି ସମସ୍ତେ ବାଡ଼ିଆ ପିଟା ଚାଲୁଛି। ଖାଲି କହିଦେଲେ କ'ଣ ହବ? ସେତିକି ହବ ନା। ଯିଏ ପ୍ରକୃତରେ ପ୍ରଭୁଙ୍କ ସତ୍ତାରେ ଆବିର୍ଭୂତ ହେଇଥିବେ, ସେ ଗୟାସୁରକୁ ଉଦ୍ଧାର କରିବେ। ବୁଝି ହଉଛି? ଅଶ୍ୱସ୍ତମାକୁ ଉଦ୍ଧାର କରିବେ। ପୁନଶ୍ଚ ମହାବୀର ପ୍ରଭୁଙ୍କ ପାଖେ ସଦାସର୍ବଦା ଥିବେ। ତ୍ରେତୟାରେ ରାମଙ୍କ ପାଖେ ହନୁମାନ ଥିଲେ, ଦ୍ୱାପରରେ କୃଷ୍ଣଙ୍କର ରଥ ଉପରେ ଥିଲେ ହନୁମାନ। ସେମିତି କଳିରେ ପ୍ରଭୁ ନିରାକାରରୁ ନରାକାର ରୂପ ଧାରଣ କରିବେ। ସେ ସମୟରେ ତାଙ୍କ ପାଖେ ଥିବେ ମଧ୍ୟ କିଏ? ସେ ହନୁମାନ। ଆଉ କଳଙ୍କି ଲୀଳା ମନେ ରଖିଥାଅ, ପଞ୍ଚସଖାଙ୍କ ଭିତରୁ 3 ସଖାଙ୍କ ଅଙ୍ଗରେ କଳଙ୍କି ଲୀଳା ହବ। ତାପରେ ପ୍ରଭୁଙ୍କର ଆବିର୍ଭୂତ ହବ। ଆଗେ ସଖା ଅଙ୍ଗରେ ଲୀଳା, ତାପରେ ନିଜେ କ'ଣ ଯୁଗକୁ ଯୁଗ ଯେମିତି ଅବତାରୀ ହୁଅନ୍ତି, ସେମିତି ମଧ୍ୟ ହେବେ। କିନ୍ତୁ ସେ ଯାହା ହଉ, ଯେତେବେଳେ କଳିର ଶେଷ ସମୟ ଆସିବ, ମନେ ରଖ, ଲୋକମାନଙ୍କର କ'ଣ ହେଇଯିବ? କ୍ଷୁଧା ଉଣା ହେଇଯିବ, ଖାଇବା କ'ଣ ହେଇଯିବ? କମିଯିବ। କେତେବେଳେ? କଳିର ଯେତେବେଳେ ଶେଷ ପାଦ ଆସିକି ପହଞ୍ଚିବ। ଏକଥା ମହାପୁରୁଷ ଅଚ୍ୟୁତଙ୍କର ଲେଖା, ଅଚ୍ୟୁତ କହିଛନ୍ତି। ତମେ ବର୍ତ୍ତମାନ ଦେଖ, ବହୁତ ଲୋକ, ଆମେ ମାନେ ସମସ୍ତେ ଆଗେ ଅଧିକା ନ୍ୟାୟ ଖାଉଥିଲେ ନା? ଅଳ୍ପ ଆମେ ଖାଉଛେ, ଅଳ୍ପ ଦିଟା ନ ଖାଉଛେ, ଆମ ପେଟ ପୁରିଲା ପରି ଲାଗୁଛି। ଅଧଘଣ୍ଟାଏ ପରେ ଦେଖିଲା ବେଳକୁ ସେତିକି ଆମେ ଖାଇନି, ସେମିତି ଲାଗୁନି? ଲୋକମାନେ କେହି ଚିନ୍ତା କରିପାରୁଛନ୍ତି? ଖାଦ୍ୟର ଗୁଣା ହବ ମାନେ ତମେ ଖାଉଥିବ, ଅଳ୍ପ ଖାଇବାରେ କ'ଣ ହେଇଯିବ? ତମ ଉଦର ପୁରିଯିବ, ଆଉ ଖାଇବାକୁ ହବ, ଇଚ୍ଛା ହବ ନାହିଁ। ମାନେ ଖାଦ୍ୟ ଗୁଣା କ'ଣ? ତା ସୁତରାଂ କ'ଣ? ଲୋକ ଭାବୁଥିବେ ଜଗତରେ ଖାଇବାକୁ ମିଳିବ। ନା ନା, ତା କଥା ମହାପୁରୁଷ ଏଠି କହୁନାହାନ୍ତି। ମାନେ ଲୋକ ଯେତିକି ଖାଉଥିଲେ, ଧରାଯାଉ ଜଣେ ଲୋକ 1/2 କିଲୋ ଚାଉଳ ଖାଇଦେଉଥିଲା, ସେ 1/2 କିଲୋ ଚାଉଳ ଖାଇପାରିବନି। ବୁଝି ହଉଛି ନା?
ଧୀରେ ଧୀରେ କ'ଣ ଖାଦ୍ୟର ଉଣା ଘଟିଯିବ। ଆଉ ଦିନ ରାତି ଆଗେ କ'ଣ ହେଉଥିଲା, ଦିନ ଯେତେବେଳେ ହେଉଥିଲା ରାତି ହେଉଥିଲା ଲୋକଙ୍କୁ କ'ଣ ହେଉଥିଲା, ବହୁତ ସମୟ ହେଇଗଲାଣି ନା ନାଇଁ। କିନ୍ତୁ ସେଇ ଦିନ ରାତି 24 ଘଣ୍ଟା, କିନ୍ତୁ ଲୋକମାନଙ୍କୁ ଜଣା ପଡ଼ିବନି କେତେବେଳେ ଦିନ ହେଉଛି କେତେବେଳେ ରାତି ହେଉଛି। ଚାହୁଁ ଚାହୁଁ କ'ଣ ହେଇଯିବ, 12 ଘଣ୍ଟା ଦିନ ବହିଯିବ, ଚାହୁଁ ଚାହୁଁ ରାତି 12 ଘଣ୍ଟା ବହିଯିବ, ତଥାପି ଲୋକ କରିକି ଚେତି ପାରିବେ ନାହିଁ। ଏକଥା ମହାପୁରୁଷ ଅଚ୍ୟୁତଙ୍କର ବଟମାଳିକାରେ ଲେଖା ଅଛି। ସେ କ'ଣ କହୁଛନ୍ତି କହିଲେ, ଦିନ ରାତି ବହିଯିବ କଳି ନ ପାରିବେ, ମାୟା ମୋହରେ ପରିଣ ପାଇ ହେଉଥିବେ। କହିଲେ ଦିନ ପରେ ରାତି ହେଉଥିବ, ରାତି ପରେ ଦିନ ଚାଲିଥିବ, କିନ୍ତୁ ସମୟଟାକୁ କେହି କଳି ପାରିବେ ନାହିଁ ହେଲା। ମାନେ ଚାହୁଁ ଚାହୁଁ କ'ଣ ହେଇଯିବ, ଦିନ ରାତି ହେଲା ପରି ଲୋକଙ୍କୁ ଲାଗିବ। କାହିଁ କରିପାରିବେନି ନା, ମାୟା ମୋହରେ ପରିଣ ପାଇ ହେଉଥିବେ। ତା ଉପରେ କାହାର ଲକ୍ଷ୍ୟ ରହିବନି, ସବୁ ମାୟା ମୋହରେ ପଡ଼ିଯିବେ। କେଉଁଠୁ ଟଙ୍କା ଆଣିବା, କେଉଁଠୁ ସୁନା ଆଣିବା, କେମିତି ଗାଡ଼ି କରିବା, କେମିତି ଘୋଡ଼ା କରିବା, କେମିତି ଘର କରିବା, ଆଜି ଉପରେ ଲୋକଙ୍କର କ'ଣ ହେଇଯିବ, ମନ ରହିଯିବ। ଗାବମାନେ ବିଷ୍ଠାକୁ ଯେ କରିବେ ଭୋଜନ, କ୍ଷୀରରେ ମିଠା ନଥିବ ସତ୍ୟ ବଚନ। ଗାଈମାନେ କ'ଣ କରିବେ, ବିଷ୍ଠା ଭକ୍ଷଣ କରିବେ। ବିଷ୍ଠା ଭକ୍ଷଣ କିଏ କରନ୍ତି ନା, ଘୁଷୁରୀ କରନ୍ତି। କିନ୍ତୁ ମହାପୁରୁଷ କହୁଛନ୍ତି ଘୁଷୁରୀ ତା ବୃତ୍ତି ହେଲା ସିଏ ଭକ୍ଷଣ କରିବ, କିନ୍ତୁ ଗୋମାତା ଏତେ ପାପ ଭାର ହବ, ସେ କ'ଣ କରିବ, ବିଷ୍ଠା ଭକ୍ଷଣ କରିବ ହେଲା। କ୍ଷୀରରେ ମିଠା ନଥିବ ଏ ବଚନ ସତ୍ୟ। କ୍ଷୀରରେ କିନ୍ତୁ ମିଠା ରହିବ ନାହିଁ। କ୍ଷୁଧା ଉଣା ହୋଇଯିବ ହେଜି ନ ପାରିବେ। ଲୋକଙ୍କର ଖାଇବାରେ କ'ଣ ହେଇଯିବ, ଉଣା ହବ, ଅଳ୍ପ ଭୋଜନ କରିବେ, ତଥାପି ସେ ଜାଣିପାରିବେ ନାହିଁ। ଚେତୁଆ ଭକତେ ମାନି ଜାଣି ଗୁପ୍ତ ରହିଥିବେ। ଏକଥା ସମସ୍ତେ ଜାଣିପାରିବେନି, କେବଳ ଚେତୁଆ ଭକ୍ତମାନେ ଜାଣିଥିବେ। ସେ ଜାଣିକରି କ'ଣ ହେଇଯିବେ, ଗୁପ୍ତରେ ରହିଥିବେ। ଶେଷ ପାଦରେ କଳି ହୋଇଲେ ପ୍ରବେଶ, ଏହି କଥା ମାନ ହେବ ଶୁଣ ଯେ ଅବଶ୍ୟ। ବୋଲେ କଳିର ଯେତେବେଳେ ଶେଷ ପାଦ ହବ, ବୁଝି ହଉଛି ନା, ଶେଷ ପାଦ ମାନେ ଚତୁର୍ଥ ସ୍ତର ଯେତେବେଳେ ହବ, ସେତେବେଳେ କ'ଣ ହବ, ଦିନ ରାତି କେତେବେଳେ ହବ ଲୋକ କଳନା କରିପାରିବେ ନାହିଁ। ଗାବମାନେ ବିଷ୍ଠା ଭକ୍ଷଣ କରିବେ, କ୍ଷୁଧା ଉଣା ହୋଇଯିବ, ତାକୁ ଜାଣିପାରିବେ ନାହିଁ। ବୁଝି ହଉଛି ନା, ଏଗୁଡ଼ା ଜାଣିବେ କି ଚେତୁଆ ଭକ୍ତମାନେ ଜାଣିବେ। ତେଣୁ ଏଥିରୁ ଅନୁମୟ ମନେ ରଖିଥିବା ତମମାନଙ୍କୁ କହୁଛୁ, ଖୁବ୍ ନିକଟରେ ହାଲି 20-25 ବର୍ଷ ଭିତର କଥା, ସମୟର ଗୋଟେ ସ୍ୱତନ୍ତ୍ର ପରିବର୍ତ୍ତନ ଘଟିବ ହେଲା। ମାନେ ମୁକୁନ୍ଦ ଦେବଙ୍କ 42 ଅଙ୍କ ଭିତରେ ନିଶ୍ଚିନ୍ତ ଗୋଟେ ପରିବର୍ତ୍ତନ ଘଟିବ, ଏଥିରେ ଅତ୍ୟୁକ୍ତି ହେବ ନାହିଁ। ଯାହା ହେଉ ସେ ପଞ୍ଚସଖାଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ସେ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କହା।